से स्कूल आसे रे स्कूल आसे देखुन हां बरा ऊपर से देखा पड़ी जी कि बड़े याको रोग केते जर रोग केते हां तो एते बाडू जैसे को कांदे तो हसरंदी लाभ दादी जी बहुत देख पिले स्वाइले जर हो बोले कुह जाको की चपल मद बोतल से कुहरे पानी भागी जाऊ एरा कुहरे की पकईचे की पकईचे रोग जे प्रबल बागई गला बड़ा खसी मरी जो पड़ी मरी जो बंची पुनु एड़ा की पकईचे एड़ा की करली पाला चले से भीतर से की पानी अपरिष्कार तो ये फास्ट आपने देखिपे सहित मुझे बेसन आलू टे काट नहीं भेरसुंगा पत्र कंचा लंका अदा तो जेहेतु बिना पियाज रसुण आज हूँ गुरुवार तो पकोड़ी टे बनइबी खाया खाली टक टिका लगुच पोक लगे अरुआ जेहेतु ठीक से खिया हो पाने ना पोक लगे तो सहित स्वाद अनुसार लुण पियाज टे पड़ता पकोड़ी भल लगी था तो पियाज तो पड़ानी सहित आम धनिया पत्र भी नहीं तो मुझे जानते हैं मुझे सब अधिक लंका खाए गलाई तो मुझे गाधे पाधे आसी ठाकुर पूजा करी तो भात बसई देती तो जेहेतु आज बार हूँ बुधवार आम पखाड़ खाइबू ना तो नानी जेहेतु 3 दिन है खियापिया ठीक नाला काली भी पखाड़ खाई आज भी पखाड़ खाइबू तो बैगन टमाटो छतु भाजी देती सहित आलू सीझी देती काली रात मैंने ब्लॉग देखेनि भाविले देखेबी देखे पारे तो छतु तरकारी करी आउ खंबा आलू सहित पोटल से कुंदूरी भाजी तो काली भी अल्प अच्छी नानी भी काली रात भात खाइले कहले झील तो आम ब्लॉग भी देखी सन्ध्या बेले चाउमिन खाई कहले झील मो पेटा कहीं गैस हो जाए कहीं खाइबी कहीं मतलब भल लगुनि तो अल्प टिके चाउमिन खाई रात से जमा भी भात खाइले मोर खाई तो सी खाइले तो से थोड़ी से थुआई तो आप देखिए पखाड़ खाइला भिडियोटा कहली ना आगे जाऊँगी टे पखाड़ खाइबा बनईदेवी भात बसईदेवी भात चुली लगे भात बसईदेली तो नानी भी नहांती नानी जाइए मंदिर मंदिर आसना लेट है तो साहुन तार से अंगनवाड़ी बाहर की जाऊँगी ता बाबा भी मंदिर आसले भाई तो मैंने दुकान तो चलो रोसई बास सारी देके आम मैंने देखा
ତ ଏଇଠି ଆପଣମାନେ ଦେଖୁଥିବେ ଆଳୁ ସିଝା, ଛତୁ, ଟମାଟୋ, ବାଇଗଣ। ତ ଭାଇନାଙ୍କ ପାଇଁ ସିମେଇ ବସାଇ ଦେଇଛି। ତ ଭାତ ବାଡ଼ିକି ରେଡ଼ି କରିଦେଇଛି। ଚାଲନ୍ତୁ ଯିବା ଖାଇଦେବା, ଖାଇଦେଇକି ମାନେ ଦେବା। ଏବେ ଟାଇମ୍ ଅଛି 10:30 ହେଇଗଲାଣି। ତ କୋବି ତରକାରୀ କରିବି। ତ ମସଲା କଷେଇ ଦେଉଛି। ଯେ ସାଧାରେ ତ ଆପଣମାନଙ୍କୁ ବହୁତ ଥର କହିଛି, ଆମର ସାଧାରେ ଯେହେତୁ ଶ୍ରାବଣ ମାସ, ସାଧାରେ ମସଲା କଷେଇ ହେବ ବିନା ପିଆଜ ରସୁଣରେ। ତ ଏଠି ମସଲା କୋବି ଦେଉଛି। କୋବିଟାକୁ ଟିକେ ଭାଜିକି ରଖିଦେଇଛି। ତା ସହିତ ଏପଟେ ଆଳୁ ଭାଜି ଦେଉଛି। ତା ସହିତ ଆଉ କ'ଣ କରିବି ନା, ଭାଇନା ଯେହେତୁ ଛତୁ ବେସର ଖାଇବେନି, ତାଙ୍କ ପାଇଁ ଖାଲି ଛତୁ ଭାଜିବି। ମା ଛତୁ ବେସର ଖାଇବେନି, ଖାଲି ଗୋଟା ଛତୁ ତାଙ୍କ ପାଇଁ ଭାଜିବି। ତା ସହିତ ଏଠି ଛତୁ ବେସର କରିବି ବୋଲି କାଟୁଛି। ତ ଆପଣମାନେ କହିବେ କେତେ ଅପରିଷ୍କାର। ତ ପନିପରିବା କାଟୁଥିଲୁ ତ ଆଉ ଗୋଟିଏ କନି ଏକାଥରେ କାଟିଦେଇ ଗୋଟେ ବି। ତ ଭାବିଛି ଏଇ ଡାଙ୍ଗ କଅଁଳିଆ କଅଁଳିଆ କୋବିର ଡାଙ୍ଗ ଟିକେ ଭାଜିବି, ଆଉ ଛତୁ ବେସର କରିବି। ଭାଇନାଙ୍କ ପାଇଁ ଛତୁ ଭାଜିବି, ମାଆଙ୍କ ପାଇଁ ଛତୁ ଭାଜିବି, କୋବି ତରକାରୀ ହେବ। ତ ଆଉ କ'ଣ କେମିତି କାମ ରହୁଛି ଆପଣମାନଙ୍କୁ ଦେଖେଇବି। ଏବେ ଟାଇମ୍ ଆସିକି 11:30 ହେଇଗଲାଣି। ଆପଣମାନେ ଯେମିତି ଦେଖିଲେ ଭାଇନାଙ୍କ ପାଇଁ ଛତୁ ଭଜା, ମାଆଙ୍କ ପାଇଁ ଗୋଟା ଛତୁ ଭଜା। ତ ଭାଜିକି ରେଡ଼ି କରିଦେଲାଣି। ତ ଏଠି ଭାଜିବି ବୋଲି ଏଇଟା ରଖିଦେଇଛି। ତା ତଳେ ସିମେଇ ଅଛି ଭାଇନାଙ୍କ ପାଇଁ ଯେହେତୁ ବନେଇଥିଲି। ଏଠି ନା ଛତୁ ବେସର, ତା ସହିତ ଏଠି କୋବି ତରକାରୀ। ତ ହେଇସାରିଲା ପରେ ଯାଇକି ଯାହା କାମ ଛିଡ଼େଇବି। ତ ସାହୁନ ଶେଖର ଶୋଇ ପଡ଼ିଲା, ସାହୁନ ତ ଅଙ୍ଗନବାଡ଼ି ଯାଇଛି। ଚାଲନ୍ତୁ ସକାଳ ପାଇଲେ ନା ଆମମାନଙ୍କର କାମ ସକାଳ ହଉକା କାମ 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 ଯାଇକି ଖିଆପିଆ ସଇଲେ ଯାଇକି ଦ୍ୱିପହରେ ଘଣ୍ଟାଏ ରେଷ୍ଟ ଆପଣମାନେ ଜାଣିଥିବେ। ତ ହେଇଗଲା। ତ ଆପଣମାନେ ଯେମିତି ଦେଖିଥିଲେ ପଖାଳ ଖାଇଥିଲି। ପଖାଳ ଖାଇକି ରୋଷେଇବାସ ସାରିକି ତ ମା ଇଏ ବାବୁ ଖାଇକି ଗଲେ ଘେରି। ସାହୁନ ଖାଇଲାନି, କ'ଣ ଅଙ୍ଗନବାଡ଼ି ଖାଇକି ବୋଧେ ଆସିଛି, ଖାଇଲାନି। ଶେଖରକୁ ସିମେଇ କରିଥିଲି, ସିଏ ବି ଖାଇଲାନି। ତ ନାନୀ ମୋ ଭାଇନା ଖାଇନୁ, ଭାଇନାଙ୍କୁ ସିମେଇ କରିକି ଦେଇଥିଲି। ତ 2ଟା ହେଲାକି ଆସିନାହାନ୍ତି। ନାନୀଙ୍କର ମୋର ତ ଆପଣମାନେ ଯେମିତି କହିଥିଲି ପଖାଳ ଖାଉଛୁ। ତ ପଖାଳ ଖାଉଥିଲୁ, ତା ସହିତ ଆଉ ଖାଇନୁ। ମେଘ ନା ସକାଳୁ ଆଜି ଟିକେ ଛାଡ଼ିଥିଲା, ଲୁଗାପଟା ଯାହା ଯେମିତି ଟିକେ ଶୁଖି ଯାଇଛି। ମେଘ ପ୍ରବଳ ଜୋରେ ଆସିଲାଣି। ତ ମୁଁ ବସିଥିଲି, ମୁଁ କହିଲି ଯାଉଛି ଟିକେ ନେଲ୍ ପଲିସ୍ ଲଗାଇବି। ମୋତେ ନାଲି ନେଲ୍ ପଲିସ୍ ଭଲ ଲାଗେନି, ମୋତେ ମାନେ ଜାମୁକଳିଆ କଲର୍ ହଙ୍କା ଟିକେ ଭଲ ଲାଗେ। ତ ନାଲି ନେଲ୍ ପଲିସ୍ ଟିକେ ଲଗାଇ ପକେଇବା। ତ ଆପଣମାନଙ୍କୁ କ'ଣ କହିବି, ତ ମୋ ମଙ୍ଗଳସୂତ୍ରଟା ନା ଛିଣ୍ଡି ଯାଇଛି ମାଳି। ଶେଖରଟା ଝିଙ୍କି ଦେଲା, ଛିଣ୍ଡି ଯାଇଛି। ମୁଁ ତାକୁ ଗୁନ୍ଥିଛି, କିନ୍ତୁ ମୁଁ ଗୁନ୍ଥି ପାରୁନି। ସେ ଯେଉଁ କ'ଣ ପିଆ ହୁଏ କ'ଣ ଯେଉଁ ମଙ୍ଗଳସୂତ୍ର ମାଳି, ମୋତେ ଜମା ସେଟା ଆସୁନି। 2ଥର 3ଥର କରିକି ତାକୁ 2ଥର 3ଥର ତାକୁ କାଢ଼ି ସାରିଲାଣି। ମୁଁ ଭାବୁଛି ଆଉ କରିପାରିବିନି। ତ ସୁନା ଦୋକାନକୁ ନେଇକି ତାକୁ ଗୁନ୍ଥିକି ଆଣିବି ଭାରି। ତ ନାନୀ କେତେବେଳେ ପାଟନା ଯଦି ଯାଆନ୍ତେ ତ ମୁଁ ଟିକେ ଗୁନ୍ଥିକି ଆଣନ୍ତେ। କାହିଁ ପାଟନା ବୋଧେ ଯିବେ କି ନାହିଁ କେଜାଣି, ଯାଇନାହାନ୍ତି। ତ ଯାଇନାହାନ୍ତି କ'ଣ, କାଲି ତ ବେଗୁନି ଆଣିତେ ଯାଇଥିଲେ। ତ ପରଦିନ ତ ବୋଲବମରୁ ଆସିକି ଆଉ ଯାଇନାହାନ୍ତି ପାଟନା। ପାଟନା ବୋଧେ ଯିବେ କେଉଁଦିନ, ଆଜିକି କାଲି କେଉଁଦିନ ଯିବେ। ତ ଗଲାବେଳେ ମୁଁ ତାଙ୍କୁ ଦେଇଦେବି, ତ ମୋ ମଙ୍ଗଳସୂତ୍ର ଟିକେ ଗୁନ୍ଥିକି ଆଣିଦେବେ। ଏଇ ଖ୍ରୀଷ୍ଟିଆନ ମାଳିଟା ଲଗେଇଛି, ମୋତେ ଭଲ ଲାଗୁନି। ନାନୀ ଯେହେତୁ ପାଣି ଭାର ପାଇଁ ଯାଇଥିଲେ, ସେ ମଙ୍ଗଳସୂତ୍ର ଘରେ ଥୋଇକି କହିଲେ ଯେ ରଖିଥାଏ, ମୁଁ ତାଙ୍କଟା ଲଗେଇ ପକେଇଥିଲି। ମୋତେ ଏଇଟା ଆଉ ଲଗେଇବାକୁ ଭଲ ଲାଗୁନି। ତ ସେଇଟା ଗୁନ୍ଥିକି ଆଣିଲେ ହେରି ଲଗେଇବି।